ବନ୍ଧୁଗଣ, ଯେତେବେଳେ ଗୋଟେ ମଣିଷକୁ ଆଉ ଗୋଟେ ମଣିଷ ଧୋକା ଦେଇଥାଏ, ସେତେବେଳେ କୁକୁରକୁ ନିଶ୍ଚୟ ମନେ ପକାଇଥାଏ। କିନ୍ତୁ କ'ଣ ଆପଣ ଜାଣିଛନ୍ତି, କୁକୁର କାନ୍ଦିବା ବି ମନୁଷ୍ୟ ସହିତ ଜଡ଼ିତ ଥାଏ। ତେବେ କାହିଁକି କାନ୍ଦିଥାଏ କୁକୁର? ଆସନ୍ତୁ ଏହି ଛୋଟିଆ ଭିଡ଼ିଓ ମାଧ୍ୟମରେ ଜାଣିବା। କୁକୁରକୁ ଏହି ସଂସାରର ସବୁଠୁ ସଚ୍ଚୋଟ ପ୍ରାଣୀ ବୋଲି କୁହାଯାଏ। କୁହାଯାଏ ଯେ ମଣିଷ ଆପଣଙ୍କ ଋଣ ଖାଇକି ବି ଆପଣଙ୍କୁ ଧୋକା ଦେଇପାରେ, କିନ୍ତୁ କୁକୁର ଥରେ ଯାହାର ରୁଟି ଖାଏ ତାହାକୁ ଜୀବନ ସାରା ଭୁଲି ନଥାଏ। କୁକୁରମାନଙ୍କ ଏହି ସଚ୍ଚୋଟପଣ ପାଇଁ ମଣିଷ ଏହାକୁ ଘରେ ରଖିଥାଏ ଏବଂ ପାଳିଥାଏ। ଯଦି ବିଶ୍ୱାସ ହେଉନାହିଁ, ତେବେ ଆପଣ ଥରେ କୁକୁରକୁ ଖାଇବାକୁ ଦେଇକି ଦେଖନ୍ତୁ। ସେ ସାରା ଜୀବନ ଆପଣଙ୍କ ଋଣୀ ହୋଇ ରହିବ। କୁକୁର ସବୁଠାରୁ ଭଲ ମିତ୍ର ହୋଇଥାଏ ମଣିଷର। କ'ଣ ଆପଣ କେବେ ଭାବିଛନ୍ତି କୁକୁର ରାତିରେ କାହିଁକି କାନ୍ଦନ୍ତି ଏବଂ କୁକୁର କାନ୍ଦିବା କାହିଁକି ଅଶୁଭ ହୋଇଥାଏ? ବୟସ୍କ ଲୋକ କହିଥାନ୍ତି, କୁକୁର କାନ୍ଦିବା ଦ୍ୱାରା କୌଣସି ବ୍ୟକ୍ତିର ମୃତ୍ୟୁ ସଂକେତ ହୋଇଥାଏ। ଏହା ଦ୍ୱାରା ଆଖପାଖରେ କାହାର ନା କାହାର ମୃତ୍ୟୁ ହେବାର ସମ୍ଭାବନା ରହିଥାଏ। ଏହା ସହିତ ଅନେକ ଲୋକ କୁହନ୍ତି କୁକୁରଙ୍କୁ ପ୍ରେତ ଆତ୍ମା ମଧ୍ୟ ଦେଖା ଦେଇଥାଏ। ଏମିତିରେ ଯଦି ଆପଣ ରାତିରେ କୌଣସି କୁକୁରକୁ କାନ୍ଦିବାର ଦେଖନ୍ତି, ତେବେ ଏହାର କାରଣ ପ୍ରେତ ଆତ୍ମା ସହ ଜଡ଼ିତ ଥାଏ ଏବଂ ବୈଜ୍ଞାନିକ ଗବେଷଣା ପରେ ଅନେକ ତଥ୍ୟ ସାମ୍ନାକୁ ଆସିଛି। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଏହାର ଅର୍ଥ କୁକୁର ବିଲୁଆ ଗୋଟିଏ ପ୍ରଜାତିର ଅଟନ୍ତି। ସେଥିପାଇଁ ଅଧିକାଂଶ କୁକୁର ବିଲୁଆଙ୍କ ପରି ବ୍ୟବହାର କରିଥାଏ। ବିଲୁଆମାନେ ଯେମିତି ତାଙ୍କର ଅନ୍ୟ ସାଥୀକୁ ଡାକିବା ପାଇଁ ଚିଲେଇଥାନ୍ତି, ସେହିପରି କୁକୁରମାନେ ବି ନିଜ ସାଥୀ କୁକୁରମାନଙ୍କୁ ସଂକେତ ଦେବା ପାଇଁ ଚିଲେଇଥାନ୍ତି। ଆପଣମାନେ ସମସ୍ତେ ଏହା ଦେଖିଥିବେ ଯେ ପ୍ରାୟ ସବୁ ଗଳିରେ କୁକୁର ନିଶ୍ଚୟ ଥାନ୍ତି ଏବଂ ଯେଉଁ କୁକୁର ଯେଉଁ ଗଳିରେ ରୁହନ୍ତି, ସେହି ଗଳିକୁ ସେ ନିଜ ଇଲାକା ବୋଲି ମାନି ନିଅନ୍ତି। ଏହିଭଳି ସ୍ଥିତିରେ ଯଦି ଅନ୍ୟ କେହି କୁକୁର ସେ ଗଳିକୁ ଆସିଯାଏ, ସେତେବେଳେ ସେ କୁକୁର ବହୁତ ରାଗିଯାଏ ଏବଂ ନିଜ ସାଥୀ କୁକୁରମାନଙ୍କୁ ନିଜ ଭାଷାରେ ସଂକେତ ଦେଇ ସେହି ନୂଆ କୁକୁର ବିଷୟରେ ସୂଚନା ଦେଇଥାନ୍ତି। ଗୋଟାଏ ଦୃଷ୍ଟିରେ ଦେଖିବାକୁ ଗଲେ କୁକୁରମାନଙ୍କର ଅନ୍ୟ ସାଥୀମାନଙ୍କୁ ସାଥୀ ସଂକେତ ଦେବାର ଏକ ମାଧ୍ୟମ ହୋଇଥାଏ ଏବଂ ଏହା ଆପଣଙ୍କ ଉପରେ ରାଗିବାର କିମ୍ବା କାମୁଡ଼ିବାର ସଂକେତ ହୋଇନଥାଏ। ଏହା ସହ କୁକୁରମାନେ ନିଜର ଦୁଃଖ, କଷ୍ଟ, ରାଗ ସବୁ ପ୍ରକାଶ କରିବା ପାଇଁରେ ହିଁ ବ୍ୟବହାର କରିଥାନ୍ତି। ବନ୍ଧୁଗଣ, କୁକୁରମାନଙ୍କୁ ଜୋରରେ ଚିଲେଇବା, ବାସନକୁସନ ପଡ଼ିବାର ଶବ୍ଦ ଜମା ବି ଭଲ ଲାଗିନଥାଏ। ସେଥିପାଇଁ ସେ ସେହି ଶବ୍ଦକୁ ବିରୋଧ କରିବା ପାଇଁ ମଧ୍ୟ ଚିଲେଇଥାନ୍ତି ଏବଂ ଏହା ସହ ଯଦି କୌଣସି ନୂଆ ବ୍ୟକ୍ତି ତାଙ୍କ ଗଳିକୁ ଆସିଥାନ୍ତି, ସେତେବେଳେ କୁକୁରମାନେ ସଂକେତ ଦେଇ ନିଜ ସାଥୀ କୁକୁରମାନଙ୍କୁ ସେହି ବ୍ୟକ୍ତି ଉପରେ ନଜର ରଖିବାକୁ ଆଦେଶ ଦେଇଥାନ୍ତି, ଯେଉଁଥିପାଇଁ କେହି ବି ଅନ୍ୟ ବ୍ୟକ୍ତି ତାଙ୍କ ଗଳି କିମ୍ବା ମହଲାର ବ୍ୟକ୍ତିଙ୍କୁ ହଇରାଣ କରିବେ ନାହିଁ। ଏହି କଥାରୁ ତ ଏହା ଜଣାପଡ଼ୁଛି ଯେ ମଣିଷଙ୍କ ଠାରୁ କୁକୁରମାନେ ହିଁ ଅଧିକ ବିଶ୍ୱସ୍ତ ହୋଇଥାନ୍ତି। ଆଜିର ଏହି ଛୋଟିଆ ଭିଡ଼ିଓ ମାଧ୍ୟମରେ କିଛି ଶିଖିବାକୁ ପାଇଥିଲେ ଲାଇକ୍ କରନ୍ତୁ, ସାଙ୍ଗସାଥୀମାନଙ୍କୁ ସେୟାର କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିକି ଯାଆନ୍ତୁ।